ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମକୁ ମୁଁ ଆଜି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିବି। ସନ୍ତାନ, ତୁମେ ଜାଣିଛ, ଯିଏ ତୁମର ଶତ୍ରୁ, ଯିଏ ସବୁବେଳେ ତୁମର ଖରାପ ଚିନ୍ତା କରୁଛି ଆଉ ସବୁବେଳେ ଚାହୁଁଛି କେମିତି ତୁମେ ଖାଲରେ ପଡ଼, ଆଉ ତାକୁ ଦେଖିକି ସିଏ ବହୁତ ଆନନ୍ଦିତ ହେବ। ସିଏ ଆଜି ମୋ ପାଖକୁ ଆସିଥିଲା ଆଉ ତମ ପାଇଁ ମୋତେ ବହୁତ କିଛି କଥା କହୁଥିଲା କି ବାବା, ତୁମେ ଏମିତି କିଛି କର ଯେମିତି ସେ ବହୁତ କାନ୍ଦୁ ଆଉ ସେ ବହୁତ ପୀଡ଼ାରେ ରହୁ। ସନ୍ତାନ, ଚିନ୍ତା କରନି, ତୁମେ ପରା ମୋ ସନ୍ତାନ। ମୁଁ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରେ। ସିଏ କହିଲା ବୋଲି ମୁଁ ତୁମର ଖରାପ ଚିନ୍ତା କରିବି? ସନ୍ତାନ, କେବେ ବି ନୁହଁ। ମୁଁ ଜାଣିଛି ତୁମେ କ'ଣ। ଯିଏ ଭୁଲ କରିବ ସିଏ ତାର କର୍ମର ଫଳ ନିଶ୍ଚୟ ପାଇବ। ତୁମକୁ କିଏ କଷ୍ଟ ଦେଇପାରେ, କିଏ କନ୍ଦେଇ ପାରେ, କିନ୍ତୁ ସନ୍ତାନ, ଗୋଟେ ଜିନିଷ ସବୁବେଳେ ମନେ ରଖିବ, ତୁମକୁ କିନ୍ତୁ କେବେ ବି ହରାଇ ପାରିବନି, କେବେ ବି ତୁମକୁ ଜୀବନରୁ ସେ ମାରିପାରିବନି, କିଛି କରିପାରିବନି ତୁମର ସିଏ। କାହିଁକି ନା ତୁମେ ହେଉଛ ସାଇର ସନ୍ତାନ ଆଉ ସବୁବେଳେ ସତ୍ୟ ମାର୍ଗରେ ଅଛ। ତୁମର ଶତ୍ରୁ ଆସି ମୋତେ ବହୁତ କିଛି କଥା କହିଲେ ବି ମୁଁ କ'ଣ ଜାଣିନି ମୋର ସନ୍ତାନ ତୁମେ କ'ଣ? ସିଏ ବି ମୋର ସନ୍ତାନ। ଆଉ ସିଏ କ'ଣ? ସିଏ ଭୁଲ ମାର୍ଗରେ ଯାଉଛି। ମୁଁ ତାକୁ ବହୁତ କିଛି କଥା ବୁଝେଇଲି, ଠିକ୍ ରାସ୍ତାକୁ ବି ଆଣିବାକୁ ଚେଷ୍ଟା କଲି, ହେଲେ ସେ ସବୁବେଳେ ତୁମର ଖରାପ କରିବାରେ ହିଁ ଲାଗିଛି। ଗୋଟେ ଘଣ୍ଟା ବସିକି ଖାଲି ମୋତେ କହୁଥାଏ, ହେ ସାଇନାଥ, ମୁଁ ତୁମ ପାଖକୁ ଆସିଛି, ତୁମେ ତାର ବହୁତ ବଡ଼ କ୍ଷତି କର, ନହେଲେ ମୁଁ ତୁମ ମନ୍ଦିରକୁ ଆସିବିନି, ଧୂପ ଆଣିବିନି, କିଛି ବି ତୁମ ପାଖକୁ ନେଇକି ଆସିବିନି। ଏମିତି କରି ମୋତେ ବହୁତ କିଛି କହୁଥାଏ। ସିଏ ଭୁଲି ଯାଉଛି ମୁଁ ନ୍ୟାୟର ଦେବତା, ମୁଁ ସାଇ, ମୁଁ ସବୁବେଳେ ମୋ ସନ୍ତାନମାନଙ୍କର ଭଲ ଚିନ୍ତା କରେ। ସିଏ ସାଇକୁ ଲାଞ୍ଚ ଦେବାକୁ ଆସିଛି। ସନ୍ତାନ, ଏ ମଣିଷ ଜାତିକୁ ମୁଁ କ'ଣ କହିବି? ଧନ୍ୟ ତୁମେ। ତୁମକୁ ମୁଁ ଏ ସଂସାରକୁ ଆଣିଥିଲି କିଛି ଭଲ କର୍ମ କରିବା ପାଇଁ। ଯଦି ମୋର କିଛି ସନ୍ତାନମାନେ ସୁଖରେ ଆଉ ଆନନ୍ଦରେ ଅଛନ୍ତି, ମୋର କିଛି ସନ୍ତାନମାନେ ତାକୁ ବି ସହିପାରୁନାହାନ୍ତି। ସେ ମୋ ମନ୍ଦିରକୁ ଆସିକି ତାଙ୍କର ଖରାପ କରିବାକୁ ଚାହୁଁଛନ୍ତି। ସେ ଯେତେ ଖରାପ ଚାହିଁଲେ ବି ମୋ ସନ୍ତାନମାନେ ସେତେ ସୁଖ ଆଉ ଆନନ୍ଦରେ ରହୁଛନ୍ତି। ସେ ଜିନିଷକୁ ସହିପାରୁନି ଆଉ ନିଜେ ବି ବହୁତ କିଛି ପ୍ରୟାସ କରୁଛି ମୋ ସନ୍ତାନକୁ ଖାଲରେ ପକାଇବା ପାଇଁ। ବହୁତ ଲୋକଙ୍କ ପାଖକୁ ଯାଉଛି କେମିତି ମୋ ସନ୍ତାନର ଖରାପ ହଉ, କିନ୍ତୁ ମୁଁ ଯେହେତୁ ମୋ ସନ୍ତାନମାନଙ୍କ ହିତରେ ହିଁ ଅଛି, ତାହେଲେ ମୁଁ ମୋ ସନ୍ତାନମାନଙ୍କର ଖରାପ ହେବାକୁ ଦେବି କେମିତି? କିଛି ବି ହେବନି। ସିଏ ତୁମର ଯେତେ କ୍ଷତି କରିବାକୁ ଚାହିଁଲେ ବି ସିଏ ତୁମର କିଛି ବି କ୍ଷତି କରିପାରିବନି। ମୁଁ ଏଇ ସନ୍ଦେଶ ମାଧ୍ୟମରେ ମୁଁ ମୋର ସନ୍ତାନମାନଙ୍କର ଯିଏ ଖରାପ ଚାହୁଁଛି ତାଙ୍କୁ କହୁଛି, ମୋ ସନ୍ତାନମାନଙ୍କର କଷ୍ଟ ଯନ୍ତ୍ରଣା ସବୁ ଚାଲିଛି, ସେମାନେ ବହୁତ କଷ୍ଟରେ ଅଛନ୍ତି, କିନ୍ତୁ ତାଙ୍କୁ କେହି ହରାଇ ପାରିବେନି। ସେ କଷ୍ଟ ଭିତରେ ବି ଧୈର୍ଯ୍ୟର ସହିତ ବଞ୍ଚିଛନ୍ତି, ଆଗକୁ ବି ବଞ୍ଚିବେ। ତାଙ୍କୁ ଯିଏ ଯେତେ ଚାହିଁଲେ ବି ଖାଲରେ ପକାଇ ପାରିବେନି। ମୁଁ ସବୁବେଳେ ମୋ ସନ୍ତାନମାନଙ୍କ ସହିତ ଅଛି। ତୁମେ ବହୁତ ଆନନ୍ଦ ଆଉ ସୁଖରେ ରହିବ। ମୋ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି। ସବୁବେଳେ ହସ। ଯିଏ ତୁମ ପାଇଁ ଗାତ ଖୋଳିବ, ସେ ଗାତରେ ସେ ନିଜେ ହିଁ ପଡ଼ିବ। ତୁମର ମୁଁ କେବେ ବି ଅମଙ୍ଗଳ ହେବାକୁ ଦେବିନି। ଓମ୍ ସାଇରାମ, ଜୟ ସାଇରାମ।